ଜିତୁ ମୁଣ୍ଡାଙ୍କ ଘଟଣା, ମୁଖ୍ୟମନ୍ତ୍ରୀଙ୍କ ଆରଡିସି ତଦନ୍ତ ନିର୍ଦ୍ଦେଶ, ଅଧିକାରୀଙ୍କୁ ସମ୍ବେଦନଶୀଳ ହେବାକୁ ପରାମର୍ଶ। ଜିତୁ ମୁଣ୍ଡାଙ୍କ କଙ୍କାଳ ବୋହି ବ୍ୟାଙ୍କକୁ ଆସିବା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି କେନ୍ଦୁଝର ଜିଲ୍ଲା ପ୍ରଶାସନ। ଏହାକୁ ସମ୍ବେଦନଶୀଳ ବୋଲି କହି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି। ପ୍ରଶାସନ ତ୍ୱରିତ ପଦକ୍ଷେପ ନେଇ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଜିତୁ ମୁଣ୍ଡାଙ୍କୁ 30,000 ଟଙ୍କାର ସହାୟତା ଦେବାକୁ 8 ଘଣ୍ଟା ଭିତରେ ମୃତ୍ୟୁ ପ୍ରମାଣପତ୍ର ଏବଂ ଉତ୍ତରାଧିକାରୀ ପ୍ରମାଣପତ୍ର ବାହାର କରି ବ୍ୟାଙ୍କରେ ଥିବା 19,402 ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି। ଏହାସହ ଦୁର୍ଗମ ଗ୍ରାମାଞ୍ଚଳ ଲୋକମାନେ ନିଜର କିପରି ସୁବିଧାରେ ଏବଂ ବିନା ବାଧାରେ ସରକାରୀ ସେବା ଏବଂ ବ୍ୟାଙ୍କିଂ ସେବା ପାଇପାରିବେ ସେଥିପ୍ରତି ସଜାଗ ରହିବାକୁ ସମସ୍ତ ସରକାରୀ ଅଧିକାରୀ ଏବଂ ସରକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଲୋକମାନେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ସହ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି। ଏହି ଘଟଣାକୁ ରାଜ୍ୟ ସରକାର ମଧ୍ୟ ଗୁରୁତ୍ୱର ସହ ନେଇଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିବା ସହ ତଦନ୍ତ ପରେ ଦୋଷୀଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।